ନା ନିରକ୍ଷରତା ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଏକ ଆହ୍ୱାନ ଅଟେ। ଏହି ଉକ୍ତିଟିର ତାତ୍ପର୍ଯ୍ୟ ବିଷୟ ଆଲୋଚନା କର। ଆନ୍ସର ଲେଖିବ ଯେ ଶିକ୍ଷା ଗଣତନ୍ତ୍ର ସଫଳତା ପାଇଁ ମାପକାଠି ହୋଇଥିବା ବେଳେ ଭାରତରେ ନିରକ୍ଷରତା ଗଣତନ୍ତ୍ର ପଥରେ ଏକ ବଳିଷ୍ଠ ପ୍ରତିବନ୍ଧକ। ଶିକ୍ଷା ଗଣତନ୍ତ୍ର ସଫଳତା ପାଇଁ ମାପକାଠି ହୋଇଥିବା ବେଳେ ଭାରତରେ ନିରକ୍ଷରତା ଗଣତନ୍ତ୍ର ପଥରେ ଏକ ବଳିଷ୍ଠ ପ୍ରତିବନ୍ଧକ। ବର୍ତ୍ତମାନ ସୁଦ୍ଧା ଶତକଡ଼ା ପ୍ରାୟ 30% ଲୋକ ନିରକ୍ଷର ହୋଇଥିବାରୁ ସେମାନଙ୍କର ରାଜନୈତିକ ସଚେତନତା ନାହିଁ। ବର୍ତ୍ତମାନ ସୁଦ୍ଧା ଶତକଡ଼ା ପ୍ରାୟ 30% ଲୋକ ନିରକ୍ଷର ହୋଇଥିବାରୁ ସେମାନଙ୍କର ରାଜନୈତିକ ସଚେତନତା ନାହିଁ। ନାଗରିକମାନେ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ଜାଣିପାରିନଥାନ୍ତି। ନାଗରିକମାନେ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ଜାଣିପାରିନଥାନ୍ତି। ଫଳରେ ବାହୁବଳ ଏବଂ ଅର୍ଥବଳର ପ୍ରଭାବ ଭାରତୀୟ ଗଣତନ୍ତ୍ରର ନାଗରିକମାନଙ୍କ ମତଦାନକୁ ପ୍ରଭାବିତ କରୁଅଛି। ଫଳରେ ବାହୁବଳ ଏବଂ ଅର୍ଥବଳର ପ୍ରଭାବ ଭାରତୀୟ ଗଣତନ୍ତ୍ରର ନାଗରିକମାନଙ୍କ ମତଦାନକୁ ପ୍ରଭାବିତ କରୁଅଛି। ଏହା ବ୍ୟତୀତ ସକ୍ରିୟ ଓ ସୁସଂଗଠିତ ଜନମତ ସମ୍ଭବ ହେଉନାହିଁ। ଏହା ବ୍ୟତୀତ ସକ୍ରିୟ ଓ ସୁସଂଗଠିତ ଜନମତ ସମ୍ଭବ ହେଉନାହିଁ।